କାର୍ଯ୍ୟ ଫର୍ଦ୍ଦ 37 ଶିକ୍ଷଣ କାର୍ଯ୍ୟ 1 ଆସ ଗପଟିକୁ ପଢ଼ିବା। ରଣପୁର ଗଡ଼ର ରଘୁ ଦିବାକର ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ କରିଥିଲେ। ସେମାନେ ନିର୍ଭୀକ ଥିଲେ। ସେ ଅନ୍ୟାୟ ବିରୁଦ୍ଧରେ ଲଢ଼ି ଫାଶୀ ପାଇଥିଲେ। ସେମାନଙ୍କ ଲଢ଼ୁଆ ମନୋଭାବ ଆମ ମନରେ ସାହସ ଭରିଦିଏ। ଶିକ୍ଷଣ କାର୍ଯ୍ୟ 2 ଆସ ତଳ ଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଆଯାଇଥିବା କୋଠରୀରେ ଲେଖିବା। କ କିଏ ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ କରିଥିଲେ? ରଘୁ ଦିବାକର ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ କରିଥିଲେ। ଖ ରଣପୁର କାହାର ନାମ ଅଟେ? ପର୍ବତ, ଝରଣା, ଗଡ଼, ଜଙ୍ଗଲ। ରଣପୁର ଗଡ଼ର ନାମ ଅଟେ। ଗ ରଘୁ ଦିବାକର ଫାଶୀ ପାଇଲେ କାହିଁକି? ଯେଉଁ ଉକ୍ତିଟି ଠିକ୍ ତା ପାଖରେ ଠିକ୍ ଚିହ୍ନ ଦିଅ। ରାଜାଙ୍କ ବିରୁଦ୍ଧରେ ଲଢ଼ିଲେ ବୋଲି, ବ୍ରିଟିଶ ବିରୁଦ୍ଧରେ ଲଢ଼ିଲେ ବୋଲି, ଗ୍ରାମବାସୀଙ୍କ ବିରୁଦ୍ଧରେ ଲଢ଼ିଲେ ବୋଲି। ବ୍ରିଟିଶ ବିରୁଦ୍ଧରେ ଲଢ଼ିଲେ ବୋଲି। ଶିକ୍ଷଣ କାର୍ଯ୍ୟ 3 ପାଖ କୋଠରୀରେ ଥିବା କେଉଁ ଶବ୍ଦ ରଘୁ ଦିବାକରଙ୍କ ପାଇଁ ଉପଯୁକ୍ତ? ଗାରଟାଣି, ଜଡ଼। ରଘୁ ଦିବାକର ସାହସୀ, ନିର୍ଭୀକ, ଲଢ଼ୁଆ।